ପ୍ରାଇଜ୍ ଦ ଲର୍ଡ, ହାଲେଲୁୟା। ଏଠି ଆମେ ଦେଖୁଛୁ ପ୍ରକାଶିତ ବାକ୍ୟରେ ଗୋଟେ ମଣ୍ଡଳୀ ବିଷୟରେ ଲେଖା ଅଛି। ଯେଉଁ ମଣ୍ଡଳୀ ଏ ଚତୁର୍ଥ ନମ୍ବର ମଣ୍ଡଳୀ, 4 ନମ୍ବର ମଣ୍ଡଳୀ, 7ଟା ମଣ୍ଡଳୀ ମଧ୍ୟରୁ 4 ନମ୍ବର ମଣ୍ଡଳୀ, ଆଉ ସେଟା ହେଉଛି ଦ୍ୱିତୀୟ ମଣ୍ଡଳୀ। ଏ ମଣ୍ଡଳୀକୁ କହୁଛନ୍ତି, କିଏ କହୁଛନ୍ତି ବୋଲି ଲେଖା ଅଛି, ଯାହାର ଚକ୍ଷୁରୁ ଦିଦାର ଅଗ୍ନିଶିଖା ସଦୃଶ୍ୟ, ପାଦ ଉଜ୍ଜ୍ୱଳ ପିତ୍ତଳ ତୁଲ୍ୟ, ସେ କହୁଛନ୍ତି। ଆଉ ସେ କହୁଛନ୍ତି କ'ଣ ବୋଲି, ଆମେ ତୁମର କର୍ମ, ପ୍ରେମ, ବିଶ୍ୱାସ, ସେବା ଆଉ ଧୈର୍ଯ୍ୟ ଜାଣୁଛୁ। ତା ତଳ ପଦରେ କ'ଣ ଲାଗି, ତଥାପି ତୁମ ବିରୁଦ୍ଧରେ ଆମର ଏହି କଥା ଅଛି। ଆଉ ଲେଖୁଛନ୍ତି ଜିଜିବେଲ ନାମରେ। ଆପଣମାନେ ଜାଣିଛନ୍ତି ଆହାବ ରାଜାଙ୍କର କନ୍ୟା ଜିଜିବେଲ, ପ୍ରଥମ ରାଜା ଭଳି 16 ଅଧ୍ୟାୟ ଲେଖା ଅଛି। ଯିଏକି ସିଦୋନୀୟ ରାଜାଙ୍କର ଅର୍ଥାତ୍ ସିଦୋନୀୟ ରାଜା ଇତବେଲର କନ୍ୟା ଥିଲା ଜିଜିବେଲ। ଆଉ ଜିଜିବେଲ ନାମରେ ସେ ତାକୁ ଏଠି ବର୍ଣ୍ଣନା କରାଯାଇଛି ତିଉତିରା ମଣ୍ଡଳୀରେ। ଆଉ ଏ ତିଉତିରା ମଣ୍ଡଳୀ ଲୋକମାନଙ୍କୁ କହୁଛନ୍ତି, ତଥାପି ତୁମ ବିରୁଦ୍ଧରେ ଆମର ଏଇ କଥା। ଦେଖନ୍ତୁ, ସେ ଲେଖିଲେ ତୁମର କର୍ମ ଜାଣିଛୁ, ତୁମର ପ୍ରେମକୁ ମଧ୍ୟ ଜାଣିଛୁ, ତୁମର ସେବାକୁ ମଧ୍ୟ ଜାଣିଛୁ, ଆଉ ତୁମର ବିଶ୍ୱାସକୁ ମଧ୍ୟ ଜାଣିଛୁ, ଆଉ ତୁମର ଧୈର୍ଯ୍ୟକୁ ମଧ୍ୟ ଜାଣିଛୁ। ତୁମେ ଏତିକି 5ଟା କର୍ମ କରୁଛ, ସେଟା ଆମେ ଜାଣୁଛୁ, ତଥାପି ତୁମ ବିରୁଦ୍ଧରେ ଆମର ଗୋଟେ। ଦେଖନ୍ତୁ, ଏ ତିଉତିରା ଲୋକମାନେ ସେବା କରୁଥିଲେ, ତାଙ୍କର କର୍ମ ଉତ୍ତମ ଥିଲା, ଆଉ ସେମାନେ କ'ଣ କରୁଥିଲେ, ଲୋକମାନଙ୍କୁ ପ୍ରେମ କରୁଥିଲେ, ଆଉ କ'ଣ କରୁଥିଲେ, ସେମାନଙ୍କର ବିଶ୍ୱାସ ଭଲ ଥିଲା, ଆଉ ସେମାନଙ୍କର ଧୈର୍ଯ୍ୟ ଜୀବନ ମଧ୍ୟ। ତଥାପି ସେ ଲୋକମାନଙ୍କୁ କହୁଛନ୍ତି, ତୁମ ବିରୁଦ୍ଧରେ ଆମର ଗୋଟେ କଥା ଅଛି। ଏଇ କଥା ତୁମେ କ'ଣ କରୁଛ, ତୁମେ ଜିଜିବେଲ ନାମରେ ଯେ ପ୍ରକାର କର୍ମ କରିଥିଲା, ଦୁଷ୍କର୍ମ କରିଥିଲା, ଘୃଣଯୋଗ୍ୟ କର୍ମ କରିଥିଲା, ସେଇ ପ୍ରକାର କର୍ମରେ ତୁମେ ଏବେ ପର୍ଯ୍ୟନ୍ତ ବାନ୍ତି କରି। ମୁଁ ଆପଣମାନଙ୍କୁ କହିବା ପାଇଁ ଲେଖା ଅଛି ବ୍ୟଭିଚାର ବିଷୟରେ ଲେଖା। ଅନେକ ଲୋକ କହୁଛନ୍ତି ବ୍ୟଭିଚାର ଗୋଟେ ସମ୍ପର୍କକୁ ଆକା ବ୍ୟଭିଚାର ବୋଲି କହୁଛନ୍ତି। ବ୍ୟଭିଚାର ସେତିକି କରୁଛୁ। ଆମେ ଯଦି ଆମର ପରମେଶ୍ୱରକୁ ଛାଡ଼ି ଅନ୍ୟ କର୍ମ କରୁଛୁ, ସେଟା ମଧ୍ୟ କରୁଛୁ। ଆମର ପରମେଶ୍ୱରଙ୍କ ବିନା ଆଉ ପରମେଶ୍ୱରଙ୍କୁ ଯଦି ଆମେ କେତେବେଳେ ଆହ୍ୱାନ କରୁଛୁ, ସେଟା ମଧ୍ୟ କରୁଛୁ। ଏଠି ଆମେ ଦେଖୁଛୁ ସେମାନଙ୍କୁ କହୁଛନ୍ତି ଜିଜିବେଲ ନାମରେ। ଆପଣମାନେ ଜାଣିଛନ୍ତି ଆହାବ ରାଜାଙ୍କର କନ୍ୟା ଏଲିଓ ତାର ଭୟରେ ଦୌଡ଼ି ପଳାନ୍ତି। ସେ ରାଣୀ ସେମିତି ଥିଲା, ଜିଜିବେଲ ନାମରେ। ତାପରେ ସେ ଯେମିତି ଲୋକମାନଙ୍କୁ ବୁଲାଇଥିଲା, ତାର ଅଧୀନସ୍ଥ ଲୋକମାନେ ଥିଲେ, ତାକୁ ମନ ପରିବର୍ତ୍ତନ କରିବା ପାଇଁ ସମୟ ଦିଆଗଲା, ମାତ୍ର ସେ ମନ ପରିବର୍ତ୍ତନ କଲାନି। ଆଉ ଯେଉଁମାନେ ତା ସହିତ ବ୍ୟଭିଚାର লীନ, ତାର କର୍ମରେ ତାର ପାପର ଅନୁଗମନ କରୁଛନ୍ତି, ସେମାନଙ୍କୁ ମଧ୍ୟ ମନ ପରିବର୍ତ୍ତନ କରିବା ପାଇଁ ସମୟ ଦେଉଛି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏ ଯାଏଁ ଆଜି ପର୍ଯ୍ୟନ୍ତ ଯଦି ଆମର ମନକୁ ଏ ପର୍ଯ୍ୟନ୍ତ ପରିବର୍ତ୍ତନ କରିବ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଏତେ ଗୋଟେ ସମୟ ଆସୁଅଛି ଯେ ତାହାର ପ୍ରତିଫଳ ପ୍ରଭୁ ଦେବାକୁ। ସେଥିପାଇଁ ମୁଁ କହେ କି ସେ ପ୍ରକାଶିତ ବାକ୍ୟ ତାର 22 ଅଧ୍ୟାୟ ଶେଷ ପଦ ଟିକେ 22 ଅଧ୍ୟାୟ ଗୋଟେ ପଦ ଟିକେ ପଢିକି ଦେଖନ୍ତୁ। 22 ଅଧ୍ୟାୟ ଯେ ଏହି ସମସ୍ତ ବିଷୟରେ ଯେ ଅଧର୍ମଚାରୀ ହଁ କଣ ଲେଖା ଅଛି, ଯେ ଅଧର୍ମଚାରୀ ଆହୁରି ଅଧର୍ମ ଆଚରଣ କରୁ, ସେ ଅଶୁଚି ସେ ଆହୁରି ଅଶୁଚି ହେଉ, ପୁଣି ସେ ଧାର୍ମିକ
ଆହୁରି ସେ କ'ଣ କରୁ ଧର୍ମ ଆଚରଣ କରୁ ଯେ ପବିତ୍ର ସେ ଆହୁରି ପବିତ୍ର ହଉ। ଦେଖନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଏଠି ଲେଖୁଛନ୍ତି ଯେ ଯଦି ଧର୍ମ କରୁଛି ସେ ଆହୁରି ଅଧିକ ଧର୍ମ ଆଚରଣ, ଯେ ଅଶୁଚି ସେ ଆହୁରି ଅଶୁଚି, ମାତ୍ର ଯେ ଧାର୍ମିକ ସେ ଆହୁରି କ'ଣ କରୁ ଅଧିକ ଧର୍ମ ଆଚରଣ କରୁ। ଏଟା ହଉଛି ଶେଷ ସମୟର କଥା। ଯେମିତି ଏବେ ଗୋଟେ ବାକ୍ୟ କହୁଥିଲା ନେହା ତାର 6 ଅଧ୍ୟାୟ 17 ପଦରେ କ'ଣ କହିଲା ଦେଖନ୍ତୁ କ'ଣ ଲେଖା ଅଛି ଦେଖନ୍ତୁ 6 ଅଧ୍ୟାୟ 17 ପଦରେ ପ୍ରକାଶିତ ବାକ୍ୟ କାରଣ ସେମାନଙ୍କର କ୍ରୋଧର ମହାଦିନ କ'ଣ ହେଇଛି ଉପସ୍ଥିତ। ସେ କ୍ରୋଧର ମହାଦିନ ପରମେଶ୍ୱରଙ୍କର କ୍ରୋଧର ମହାଦିନ ଉପସ୍ଥିତ ହୋଇଅଛି। କିଏ ତାଙ୍କର କ୍ରୋଧର ଦିନରେ ଠିଆ ହେଇପାରେ? ଠିଆ ହେବା ପାଇଁ କାହାକୁ କ୍ଷମତା ଅଛି? ଆମର ଭାଷାରେ ଲୋକାଲ ଭାଷାରେ ଦମ କାହାକୁ ଅଛି? କାହିଁକି ତାଙ୍କର କ୍ରୋଧର ଦିନ ଉପସ୍ଥିତ ହେଇଯାଇଛି। ସେ ମହାଦିନରେ ତାଙ୍କର କ୍ରୋଧର ଦିନରେ ତାଙ୍କ ସମ୍ମୁଖରେ କିଏ ଠିଆ ହେବ? ସେଥିପାଇଁ ସେ ଲେଖିଲେ କ'ଣ ଲେଖିଲେ ଯେ ଏଇ ଦିନ ମାନଙ୍କର ଯେ ଧର୍ମାଚାରୀ ସେ ଆହୁରି ଧର୍ମ ଆଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ, ଯେ ପବିତ୍ର ସେ ଆହୁରି ଅଧିକ ପବିତ୍ର ହେଉ, ଯେ ଧାର୍ମିକ ସେ ଆହୁରି ଅଧିକ ଧର୍ମ ଆଚରଣ କରୁ। ପ୍ରିୟମାନେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ ଆମେ ଏ ଜାଗାରେ ଯେତେ ଲୋକ ମଣ୍ଡଳୀରେ ଏକତ୍ରିତ ହେଉଛୁ ଆମେ ସମସ୍ତେ ପ୍ରଭୁ ଆମମାନଙ୍କୁ ଧାର୍ମିକ ବୋଲି ଗଣନା କରିଛନ୍ତି। ତେବେ ଆମ ଜୀବନରେ କ'ଣ ହେବା ଦରକାର? ଆମକୁ ପ୍ରଭୁ କ'ଣ କହିଛନ୍ତି ସେ ବାକ୍ୟରେ ଆହୁରି ଅଧିକ ଧର୍ମ ଆଚରଣ କରିବା। ଏଠି ଆମେ ପବିତ୍ର ଜନ ବୋଲିକି ଆମେ ମଣ୍ଡଳୀରେ ଏକତ୍ରିତ ହେଉଛୁ, ତେବେ ଆମେ ଆଉ କ'ଣ କରିବା ଦରକାର? ଅଧିକ ପବିତ୍ର ହେବା। ମାତ୍ର এই ଜାଗାରେ ଥାଇ ଯେ ଅଶୁଚି କର୍ମ କରୁଛି ସେ ଆହୁରି ଅଧିକ ଅଶୁଚି କର୍ମ କରିବ। ଏଠି ଯେ ଧାର୍ମିକ ମାନଙ୍କ ମଣ୍ଡଳୀରେ ବସି ରହୁଛନ୍ତି ସେମାନେ ଆହୁରି ଅଧିକ ଧର୍ମ ଆଚରଣ କରୁଛି। ମୁଁ କାହିଁକି କହିବା ପାଇଁ ଚାହେଁ ପବିତ୍ର ଲୋକ ପବିତ୍ର ମଣ୍ଡଳୀରେ ଯେତେବେଳେ ଆସୁଛୁ ପରମେଶ୍ୱରଙ୍କ ଭବନରେ ଯେତେବେଳେ ଆସୁଛୁ ବୋଲେ ଆମର ଜୀବନକୁ ପବିତ୍ର କରନ୍ତି। ଯଦି ଏଇ ଜାଗାରେ ଥାଏ ଆହୁରି ଯଦି ଅପବିତ୍ର ହଉଛି ପ୍ରଭୁ ତାକୁ 2 ଗୁଣ ଅପବିତ୍ର କରିବେ, ତାକୁ ଆହୁରି ଅପବିତ୍ର। ସେଥିପାଇଁ ପବିତ୍ର ଜୀବନ ଯାପନ ସେଥିପାଇଁ ଦେଖୁଛନ୍ତି ତିଉତିରା ଲୋକମାନେ କହୁଛନ୍ତି ତୁମର କର୍ମ ଆମେ ଜାଣିଛୁ, ତୁମର ବିଶ୍ୱାସକୁ ଜାଣିଛୁ, ତୁମର ପ୍ରେମକୁ ଆମେ ଜାଣିଛୁ, ତୁମର କ'ଣ କରୁଛି ଧୈର୍ଯ୍ୟକୁ ଆମେ ଜାଣିଛୁ, ଆମେ ତୁମର ସମସ୍ତ ବିଷୟ ଜାଣିଛୁ, ତଥାପି ତୁମ ବିରୁଦ୍ଧରେ କ'ଣ ଅଛି? ତୁମେ ଲୋକଙ୍କୁ ସେବା କରୁଛ, ତୁମେ ଲୋକଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରୁଛ, ଏଟା ଆମେ ଜାଣିଛୁ, ତଥାପି ତୁମ ବିରୁଦ୍ଧରେ କ'ଣ କର୍ମ ଅଛି? ତୁମେ ଜୀବନରେ ଅନ୍ୟ ଦେବତାକୁ କର୍ମ କାର୍ଯ୍ୟ କର ଜୀବନରେ ଜାଗା ଦେଇଛ। ତୁମେ ଅନ୍ୟର କର୍ମ କରୁଛ, ଅନେକ ଲୋକଙ୍କର ଖୁଟ କପଟ କରୁଛ, ତୁମେ ନିଶା ସେବନ କରୁଛ, ତୁମେ ମଦ ପିଉଛ, ବିଡ଼ି ପିଉଛ, ସିଗାରେଟ ପିଉଛ, ଗୁଟକା ଖାଉଛ, ସବୁ ଜିଜବେଲ ନାମରେ ଯେ ପ୍ରକାର ବ୍ୟଭିଚାର ଲୋକମାନଙ୍କୁ ମାତାଇଥିଲା ଆଜି ଜଗତ ଆମମାନଙ୍କର ଲୋକମାନଙ୍କୁ ମାତାଇକି ରଖିଛି। ସେଥିରୁ ଯଦି ମୁକ୍ତି ପାଇବାର ଅଛି, ମନ ପରିବର୍ତ୍ତନ କରିବାର ଅଛି, ତେବେ ଆମେ ଏଇ ଦିନମାନଙ୍କରେ କ'ଣ ହେବା ଦରକାର? ସଜାଗ। ସେଥିପାଇଁ ଲେଖିଲେ 2 ଅଧ୍ୟାୟ 4 ପଦ ଲେଖିଲେ ପ୍ରକାଶିତ ବାକ୍ୟ 2 ଅଧ୍ୟାୟ 4 ପଦରେ 2 ଅଧ୍ୟାୟ 4 ପଦ ହଁ ଅଛି ତୁମେ ଆପଣ ଆଦ୍ୟ ପ୍ରେମ କ'ଣ କରିଅଛ? ପରିତ୍ୟାଗ କରିଅଛ। ତୁମର ପାଖରେ କର୍ମ ତୁମେ କର୍ମ କରୁଛ, ଯୀଶୁଙ୍କ ପାଇଁ ଠିଆ ହେଉଛ, ଏଟା ଆମେ ଜାଣିଛୁ। ତୁମର ପ୍ରେମ ଅଛି, ଲୋକମାନଙ୍କୁ ଅନ୍ୟମାନଙ୍କୁ ପ୍ରେମ କରୁଛ, ଏଟା ମଧ୍ୟ ଆମେ ଜାଣିଛୁ। ତୁମେ କ'ଣ କରୁଛ? ତୁମର କର୍ମ ପ୍ରେମ ବିଶ୍ୱାସ ମଧ୍ୟ କରୁଛ, ଯୀଶୁ ପରିତ୍ରାଣ କର୍ତ୍ତା ବୋଲି ମନେ ବିଶ୍ୱାସ କରୁଛ, ଏଟା ମଧ୍ୟ ଆମେ। ତୁମେ ଧୈର୍ଯ୍ୟ ଧରୁଛ,
ହୋଇପାରେ ଖ୍ରୀଷ୍ଟିଆନ ଲୋକମାନଙ୍କୁ ଅପମାନ କରିବା ସମୟରେ ତୁମେ ଠିଆ ହିଁ ଧୈର୍ଯ୍ୟ ମଧ୍ୟ ଧରିଛ, ଏଟା ମଧ୍ୟ ଆମେ ମାତ୍ର ତଥାପି ତୁମ ବିରୁଦ୍ଧରେ ଆମର ଏକ କଥା ଅଛି, କୋଉ କଥା ଅଛି? ତୁମେ ଆଦ୍ୟ ପ୍ରେମକୁ କଣ କରିଛ? ଆଦ୍ୟ ପ୍ରେମକୁ ପରିତ୍ୟାଗ କରିଛ। जो दिनर विश्वास आद्य भांगवा थिला सेटाକୁ ତୁମେ ଛାଡ଼। जो प्रार्थना तुम जीवन थिला ए प्रार्थना रे अवहेला है। जो वाक्य पढ़वा थिला से वाक्य रे उन्नत ऊपर उठी आसीनो एटा मध्ये अवहेला। सेही दिन गोटे अधघंटा प्रार्थना करथिलो, आज तुम प्रार्थना प्रभु जानुछथि। ସେଥିପାଇଁ ତିଉତିରା ଲୋକମାନେ କହିଲେ ଏମାନେ ତିଉତିରା ମଣ୍ଡଳୀ ଏଫେସିୟ ମଣ୍ଡଳୀ ଟିକେ ପବିତ୍ର ଥିଲେ। ଯେତେବେଳେ ସ୍ୱର୍ଣ୍ଣ ମଣ୍ଡଳୀକୁ ଆଇଲା ବେଳକୁ ଲୋକମାନେ କଣ କଲେ? ଜଗତ ସହିତ ମିଶିଗଲେ। ତାପରେ ପରଗମନ ମଣ୍ଡଳୀରେ ଆହୁରି ଟିକେ ଜଗତ ସହିତ ମିଶିଲେ। ତାପରେ ତିଉତିରା ମଣ୍ଡଳୀରେ ପୁରାପୁରି ଜାଗତିକ ହେଲେ। ସେଠି କିଛି ଲୋକ ଅଳ୍ପ ଲୋକ ସେ ଲେଖା ଅଛି ତୁମର ତିଉତିରାରେ କଣ ଲେଖା? ସେ ବାକ୍ୟ ଟିକେ ପଢିଲ। ତିଉତିରାରେ କେତେ ଲୋକ ଅଛନ୍ତି? ହଁ, ସେମାନେ କିନ୍ତୁ ତୁମମାନଙ୍କୁ ଅର୍ଥାତ୍ ତିଉତିରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ବୀ ନୁହଁ, এই যে জিজিমেল নামলির ধর্ম কর্মর মতলম্বী নহে, যে ধর্ম কর্ম সে পাপর সহভাগী নহে, ଓ ଯାହାକୁ ଶୈତାନର ନିଗୁଣ ଶିକ୍ଷା ବୋଲି କହନ୍ତି, যাহা ଯେଉଁଟାକି ଶୈତାନିକ ନିଗୁଣ ଶିକ୍ଷା ପାପର ଶିକ୍ଷା ବୋଲି କହନ୍ତି, ତାହା ଜ୍ଞାତ ନୁହଁ। ତାହା ଜ୍ଞାତ ସେଟା ଜାଣି ନାହାନ୍ତି। ତୁମମାନଙ୍କୁ ଆମେ କହୁଅଛୁ, ତୁମମାନଙ୍କ ମଧ୍ୟରେ ଥିବା ଲୋକମାନଙ୍କୁ ଆମେ କହୁଅଛୁ, ତୁମମାନଙ୍କ ଉପରେ ଆମେ ଆଉ କୌଣସି ଭାର ଦେବୁ ନାହିଁ। ଆହୁରି କୌଣସି ଭାର ଦେବୁ ତୁମେ ଆଉ କଷ୍ଟ ତୁମ ଉପରେ ଆଇବ ନାହିଁ, କୌଣସି ବାଧା ତୁମ ଉପରେ ଆଇବ ନାହିଁ, କୌଣସି ରୋଗ ତୁମର କୌଣସି ଭାର ଆମେ ତୁମକୁ ଦେବୁ। କାହିଁକି? ତୁମର ଧୈର୍ଯ୍ୟ, ତୁମର ପ୍ରେମ, ତୁମର ବିଶ୍ୱାସ, ତୁମର ସମସ୍ତ ବିଷୟ କର୍ମ ଆମେ ଜାଣୁ। ସେଥିପାଇଁ ଅବଶିଷ୍ଟ ଲୋକ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମ ମଣ୍ଡଳୀରେ ମଧ୍ୟ ଅବଶିଷ୍ଟ ଲୋକ ରହିଛନ୍ତି ଯେ ଧର୍ମ ଜୀବନ ଯାପନ କରୁଛନ୍ତି, ଯେ ପବିତ୍ର ଜୀବନ ଯାପନ କରୁଛନ୍ତି। ଯେଉଁମାନେ ଏପର୍ଯ୍ୟନ୍ତ ପବିତ୍ର ହେଇନାହାନ୍ତି ସେମାନଙ୍କୁ ମୁଁ କହିବା ପାଇଁ ଚାହେଁ ଯେ ଧାର୍ମିକ ସେ ଆହୁରି ଅଧିକ ଧର୍ମ ଆଚରଣ କରୁ, ଯେ ପବିତ୍ର ସେ ଆହୁରି ଅଧିକ ପବିତ୍ର ହେଉ। ଯଦି ଆମେ ସେଇ ପ୍ରକାର ଜୀବନ ବିତାଇବା ନାହିଁ ବୋଲେ ପରମେଶ୍ୱର କହୁଛନ୍ତି, କଣ ବୋଲି କହୁଛନ୍ତି? ସିମ୍ଫୋନୀ ପୁସ୍ତକ 2 ଅଧ୍ୟାୟ 1 ପଦରେ କଣ ବୋଲି କହିଲେ? ସିମ୍ଫୋନୀ ପୁସ୍ତକ, ହେ ଲଜ୍ଜାହୀନ ଗୋଷ୍ଠୀ, ତୁମେମାନେ କଣ ହୁଅ? ଏକତ୍ର ହୁଅ। ହଁ, ଏକତ୍ର ହୁଅ। ଆଜ୍ଞା ସଫଳ ହେବା ପୂର୍ବେ, ପରମେଶ୍ୱରଙ୍କର ଆଜ୍ଞା କଣ? ସଫଳ ହେବା ପୂର୍ବେ, ଦିନ ସବୁ ତୁଷ ପରି ଉଡ଼ିଯିବା ପୂର୍ବେ, ସଦା ପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ତୁମମାନଙ୍କ ଉପରେ ଆସିବା ପୂର୍ବେ, ତୁମ ସଦା ପ୍ରଭୁଙ୍କ କ୍ରୋଧର ଦିନ ତୁମମାନଙ୍କ ଉପରେ ଆସିବା ପୂର୍ବେ କଣ ହବ? ଏକତ୍ର। କାହିଁ ଏକତ୍ର ହେବ? ଧାର୍ମିକ ମଣ୍ଡଳୀରେ ଏକତ୍ର ହେବ, ପବିତ୍ର ମଣ୍ଡଳୀରେ ଏକତ୍ର, ଆରାଧନା କରିବାର ଏକତ୍ର ହେବ। ତାହେଲେ ପରମେଶ୍ୱରଙ୍କ କ୍ରୋଧର ଦିନ ଆସୁଛି। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣା ଜୀବନକୁ ପବିତ୍ର କରି ଚାଲନ୍ତୁ। ଦିନ ତୁଷ ପରେ ଉଡ଼ିଯିବ। ଆପଣମାନେ ତୁଷ ବୋଲି ଜାଣିଛନ୍ତି, ବୁଝୁଛନ୍ତି ତ? ତୁଷ ବୋଲି କଣ? ତୁଷ ବୋଲି କଣ? କଣ୍ଡା। ହଁ, କଣ୍ଡା ଉଡ଼ିଗଲେ ବୋଲେ ତାକୁ ଝାଡୁ କରି ଆଣିବ, ରୁଡ଼ା ହେବ କି? ତୁଷ ପରେ ଦିନ ଉଡ଼ିଯିବ। ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର, ରବିବାର ଏ ଦିନ ଆଉ ଥିବ କି? ନଥିବ। ସେଥିପାଇଁ ପରମେଶ୍ୱରଙ୍କ ବାକ୍ୟ କହୁଛି, ପ୍ରକାଶିତ ବାକ୍ୟ 20 ଅଧ୍ୟାୟ ତାର 11 ପଦରେ କହୁଛନ୍ତି, ପ୍ରକାଶିତ ବାକ୍ୟ 20 ଅଧ୍ୟାୟ 12 ପଦ। ହଁ, ଦର୍ଶନ କଲି, ତାଙ୍କ ସମ୍ମୁଖରୁ କଣ ପଳାଇଲା? ପତ୍ର ଭାଇ ଖ୍ରୀଷ୍ଟ ପଳାଇଲା। ପୃଥିବୀ ଆକାଶ
ପୃଥିବୀ ଆଉ ପୃଥିବୀ ପଳାଇବ, ଆକାଶ ମଣ୍ଡଳ ପଳାଇବ, କିଟା ରହିବ? ଏ ପୃଥିବୀ ନିବାସୀ ମାନଙ୍କୁ କୁହାଯାଉଛି ଯେ ଏପର୍ଯ୍ୟନ୍ତ ପବିତ୍ର ଜୀବନ ବିତାଉନୁ ଆମ ସମସ୍ତଙ୍କୁ ପ୍ରଭୁଙ୍କ ବାକ୍ୟ କହୁଛୁ। ଯଦି ପବିତ୍ର ହେଇନୁ, ପୃଥିବୀ ପଳାଇଲା ବେଳେ ଆକାଶ ମଣ୍ଡଳ ପଳାଇଲେ କଣ ରହିବ? ପୃଥିବୀ ତଳେ କଣ ରଖିଛନ୍ତି ପ୍ରଭୁ? ଜଳ ରଖିଛନ୍ତି। ଜଳ ତ ପୃଥିବୀରେ ଏକା ଅଛି। ପୃଥିବୀ ତଳେ କଣ ରଖିଛନ୍ତି? ପ୍ରଥମ ପିତର 3 ଅଧ୍ୟାୟ ତାର 7 ପଦ କଣ ରଖିଛନ୍ତି? ପ୍ରଥମ ପିତର 3 ଅଧ୍ୟାୟ 7 ପଦ। 3 ଅଧ୍ୟାୟ 7। ସେହି ପ୍ରକାରେ ପ୍ରଥମ ପିତର ଦ୍ୱିତୀୟ ପିତର 3 ଅଧ୍ୟାୟ 7 ପଦ। ସରି, ଦ୍ୱିତୀୟ ପିତର। ପୁଣି ଏହି ବର୍ତ୍ତମାନ ଆକାଶ ପୁଣି ମଣ୍ଡଳ ଏହି ବର୍ତ୍ତମାନ ଆକାଶ ମଣ୍ଡଳ ଓ ପୃଥିବୀ ସେହି ବାକ୍ୟ ଦ୍ୱାରା କୋଉ ବାକ୍ୟ ଦ୍ୱାରା? ସେହି ବାକ୍ୟ ପରମେଶ୍ୱରଙ୍କର ବାକ୍ୟ ଦ୍ୱାରା ଅଧାର୍ମିକ ଲୋକମାନଙ୍କର ବିଚାର ଅଧାର୍ମିକ ଲୋକମାନଙ୍କର ବିଚାର ଓ ବିନାଶର ଦିନ ପର୍ଯ୍ୟନ୍ତ ସଞ୍ଚିତ ହୋଇ ଅଗ୍ନି ନିମନ୍ତେ ରକ୍ଷିତ ହୋଇଅଛି। କୋଉଟା ରଖାଯାଇଛି? ଅଗ୍ନି ଅଗ୍ନି ଅଛି। ଆପଣମାନେ ଜାଣିଥିବେ ଯେମାନେ ସାଇନ୍ସ ପାଠ ପଢୁଛନ୍ତି, ତଳେ ତଳେ କଣ ସ୍ତର ମାନେ ଅଛି, ସେ ସ୍ତର ମାନେ କେମିତି ସ୍ତର ବୋଲି କହୁଛନ୍ତି? ଅଗ୍ନିର ସ୍ତର ଅଛି। ଯଦି ଆକାଶ ମଣ୍ଡଳ ପଳାଇଲା, ପୃଥିବୀ ପଳାୟନ କଲା, କେତେବେଳେ ପଳାୟନ କଲା? ସେ ଯେତେବେଳେ ସତ୍ୟ ସିଂହାସନ ସ୍ଥାପିତ ହେବ, ପରମେଶ୍ୱରଙ୍କର ବିଚାର ସିଂହାସନ ସ୍ଥାପନ ହେବ, ପ୍ରକାଶିତ ବାକ୍ୟ ତାର 20 ଅଧ୍ୟାୟ 11 ପଦ ଅନୁସାରେ ସେଇ ସମୟରେ ପୃଥିବୀରେ ଯେତେ ଲୋକ ବାସ କରୁଛନ୍ତି, ଏ ପୃଥିବୀର ଲୋକମାନେ ତ ରହିବେ, ମାତ୍ର ପୃଥିବୀ କଣ କରିବ? ସେ ସିଂହାସନକୁ ଭୟ କରି ଦୌଡ଼ି ପଳାଇବ। ତାର ତ ଦୌଡ଼େଟି ପଳାଇବ ବୋଲି ଲେଖା ଦେବେ। ତାପରେ ସିଂହାସନ ତଳେ ବସିଥିବା ବ୍ୟକ୍ତିଙ୍କୁ ଦର୍ଶନ କଲି, ତାହାଙ୍କ ସମ୍ମୁଖରୁ ପଳାୟନ କଲା। ସେମାନଙ୍କ ନିମନ୍ତେ ଆଉ ସ୍ଥାନ, ତାର ଅର୍ଥ ପୃଥିବୀ ଆଉ ସେଇଦିନ ଯୋଉଟା ଆମେ ପାଠ ପଢିଲା ବେଳକୁ ଯୋଉ ପୃଥିବୀ ଗୋଟେ ଗ୍ରହ, ସେ ଗ୍ରହ ମଧ୍ୟରେ ଆମେ ସମସ୍ତେ ବାସ କରୁଛୁ। ପୃଥିବୀ ଏବେ ବର୍ତ୍ତମାନ ଗୋଟେ ଗ୍ରହ ହଜିଛି। କୋଉ ଗ୍ରହ ଅଛି? 9ଟା ଗ୍ରହ ଭିତରେ ଗୋଟେ ଗ୍ରହ ହଜିଗଲା ପରା। କଣ? ପ୍ଲୁଟୋ। ଏବେ ପ୍ଲୁଟୋ ଗ୍ରହ ନାହିଁ ବୋଲୁଛନ୍ତି। ସେମିତି ଏକ ପୃଥିବୀ ଏ ଗ୍ରହ ମଧ୍ୟ ଗୋଟେ ସମୟ ଆଇବ ଯେ ଦେଖାଯିବ। ସେମିତି ସମୟ ଆସୁଛି। ସେଥିପାଇଁ ତିଉତିରା ଲୋକମାନଙ୍କୁ କହୁଛନ୍ତି, କଣ କହୁଛନ୍ତି? ଏଣୁ ତୁମର ପତନ କେଉଁଠାରେ ଅଛି? ତୁମ ବିରୁଦ୍ଧରେ ଆମର ଗୋଟେ କଥା ଅଛି, ତୁମେ ମନ ପରିବର୍ତ୍ତନ କର। ଯଦି ମନ ପରିବର୍ତ୍ତନ କରିବ, ତାର 25 ପଦରେ କଣ ଲେଖାଅଛି? କେବଳ ତୁମମାନଙ୍କଠାରେ ଯାହା ଅଛି ତାହା ଆମର ଆଗମନ ପର୍ଯ୍ୟନ୍ତ ହଁ, ଦୃଢ଼ ରୂପେ ଧରି ରଖ। ତୁମ ପାଖରେ ଯାହା ଅଛି ତାହା ଧରିକିରି ଆଉ ବେଶୀ କହିବାକୁ ଦରକାର ନାହିଁ, ବେଶୀ ଓଜନ ଧରି ଚାଲିବାକୁ ଦରକାର ନାହିଁ। ତୁମ ଠାରେ ଯାହା ଅଛି, ଯୋଉଦିନ ଡୁବ ନେଲ, ଯୋଉଦିନ ପ୍ରଭୁକୁ ଗ୍ରହଣ କର, ଯୋଉଦିନ ଯୀଶୁକୁ ନିଜର ହୃଦୟପଟ ରୂପେ ଗ୍ରହଣ କର, ସେଇ ଦିନର ବିଶ୍ୱାସକୁ ଧରିକି ରଖ। ବେଶୀ ଆଉ କହିକିରି ବୁଲିବାକୁ ଦରକାର। ପ୍ରାର୍ଥନା ଯୋଉ ସମୟ କରୁଥିଲ, ସେ ସମୟକୁ ଧରିକି ରଖ। ବାଇବଲ ଯୋଉ ସମୟ ପଢୁଥିଲ, ସେ ସମୟକୁ ଧରି ରଖ। ବାକ୍ୟ ଯୋଉଟା ଶୁଣୁଥିଲ, ସେ ଶୁଣିବା ସମୟକୁ ଧରିକି ରଖ। ତୁମଠାରେ ଯାହା ଅଛି ତାହା ଆମର ଆଗମନ ପର୍ଯ୍ୟନ୍ତ କେମିତି ଧରିକି ରଖ ବୋଲି କାହିଁକି? ଦୃଢ଼ ରୂପେ ଧରବାଟା କେମିତି? କେତେ ଛାଡ଼ିକିରି ଆଉ କାଢିଥିବାଟା କି ନାଇଁ। ଗୋଟେ ଲୋକ ଯଦି ସୁନା ବ୍ୟାଙ୍କରେ ଅଛି ବୋଲି କହିଲେ, ତାକୁ କେତେ ଥର ଆମେ ଦେଖୁଥିବୁ ହଉଥିବୁ କି ନାହିଁ? ଟଙ୍କା ଯଦି ଗଜରେଜରେ ରଖିଦେଇଛୁ ବୋଲି କହିଲେ କେତେ ଥର ଯାଇ ତାକୁ ଦେଖୁଥିବୁ କି ନାହିଁ? କହ କିଏ ଯେଠି ଟଙ୍କା ପକାଇ ଫିଙ୍ଗି ଦେଇକରି ଚୁପଚାପ ଭୁଲିକି ରହିଯିବ, ଏମିତି ଅଛି? ଯଦି ଟଙ୍କା ସୁନାକୁ ଗଜରେଜର ଲକେଟ ଭିତରେ ରଖୁଛୁ, ସେମିତି ଆମ ଜୀବନର ଲକେଟ ଭିତରେ ଆମର ପାଖରେ ଯାହା ଅଛି ତାହା ଦୃଢ଼ ରୂପେ ଆମର ଆଗମନ ପର୍ଯ୍ୟନ୍ତ। ତାଙ୍କର ଆଗମନ କେତେବେଳେ ହେବ? ତାଙ୍କର ଆଗମନ କେତେବେଳେ ହେବ? ଆଜ୍ଞା ସଫଳ ହେବା
ପୂର୍ବେ ଦିନ ତୁଷ ପରି ଉଡ଼ିଯିବା ପୂର୍ବେ ପରମେଶ୍ୱରଙ୍କ କ୍ରୋଧର ଦିନ ମନୁଷ୍ୟମାନଙ୍କ ଉପରେ ଆମମାନଙ୍କ ଉପରେ ଆସିବା ପୂର୍ବେ ତୁମେ କଣ କର ସେହି ଦିନ ଆସିବା ପୂର୍ବେ ନିଜକୁ ନିଜ ବିଶ୍ୱାସକୁ ଦୃଢ଼ କରିଦେବ ସେଥିପାଇଁ 3:11 ପ୍ରକାଶ କରାଯାଇଛି ଦେଖ ଆମେ ଆମେ ଶୀଘ୍ର ଆସୁଅଛୁ ତୁମର ମୁକୁଟକୁ ଯେପରି ତୁମ ଠାରେ ଥିବା ମକୁଟ ଯେପରି କେହି ହରଣ କରିବେ ହରଣ କରି ନ ନିଏ ଏଥି ନିମନ୍ତେ ତୁମର ଯାହା ଅଛି ଏଥି ନିମନ୍ତେ ତୁମର ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖ ତାହା କେତେ ଥର ବୋଲିଲା କେବେ ଛାଡ଼ିବାକୁ ହେବ କେବେ ମୋତେ ଛାଡ଼ିବାକୁ ହେବ ନାହିଁ ଦୃଢ଼ ରୂପେ ଧରି ରଖ ଏ ବିଶ୍ୱାସକୁ ଧରିକି ରଖ ଏ ପ୍ରାର୍ଥନାକୁ ଧରିକି ରଖ ଏ ଉପବାସ ଜୀବନକୁ ଧରିକି ରଖ ଏ ବିଶ୍ୱାସ ଜୀବନକୁ ଧରିକି ରଖ ଧରିକିରି ପକେଟରେ ଖଇନି ଗୁଡ଼ାକୁ ବିଡ଼ି ସିଗାରେଟ ରଖିକି ରଖ ରଖ ଗୁଡ଼ାକୁ ପରମେଶ୍ୱରଙ୍କ ବିଶ୍ୱାସକୁ ରଖ ସେଥିପାଇଁ ସେ କହିଛି ଅଧର୍ମାଚାରୀ ସେ ଆହୁରି ଅଧର୍ମ ଆଚରଣ କରିବ ପାକା ଏଟା ସୁନିଶ୍ଚିତ ଯେ ଅଶୁଚି ଲୋକ ସେ ଆହୁରି ଅଶୁଚି ହେବ ନିଶ୍ଚିତ ମାତ୍ର ଯେ ଧାର୍ମିକ ସେ ଆହୁରି ଅଧିକ ଧର୍ମ ଆଚରଣ କରିବା ଯେ ପବିତ୍ର ସେ ଆହୁରି ଅଧିକ ପବିତ୍ର ହେବା ଆଇଲେ ପ୍ରଭୁଙ୍କ ଦିନ ନିକଟ ପରମେଶ୍ୱର କରିବେ ସେଇ ଦିନ ଏମିତି ଦିନ ଯେ ପରମେଶ୍ୱର ସେଇ ଦିନ ବିଷୟରେ ସେ କହୁଛନ୍ତି ସେ ଯେତେବେଳେ ଆପଣ ସିଂହାସନ ବିଚାର କରିବା ପାଇଁ ସିଂହାସନ ସ୍ଥାପନ କରିବେ ତୋରି ଉପରେ ସଦା ପ୍ରଭୁ ପରମେଶ୍ୱର ସିଂହାସନ ଯେତେବେଳେ ବସିବେ ସେତେବେଳେ ଆକାଶ ମଣ୍ଡଳ ପୃଥିବୀ ତାଙ୍କ ଠାରୁ ପଳାୟନ କରିବ ତାଙ୍କୁ ଆଉ ସ୍ଥାନ ମିଳିବ ଯଦି ପୃଥିବୀ ଆକାଶ ମଣ୍ଡଳକୁ ମଣ୍ଡଳରେ ପଳାୟନ କରିବ ସ୍ଥାନ ମିଳିବ ନାହିଁ ଆମେ ସ୍ୱୟଂ ଗୋଟେ ବିନ୍ଦୁ ଗୋଟେ କଣ କହିବେ ଧୂଳିର ଗୋଟେ ଅଣୁ ଆମର ହାଲତ କରିଦେବ ମାତ୍ର ପରମେଶ୍ୱର କହୁଛନ୍ତି ସେ ଗୋଟେ ବିନ୍ଦୁକୁ ଗୋଟେ ଧୂଳିର ଗୋଟେ କଣିକାକୁ କହୁଛନ୍ତି ପ୍ରଭୁ କହୁଛନ୍ତି ଆମ୍ଭେ ତୁମକୁ କଣ କରିବା ତାର 28 ପଦ କଣ ଲେଖା ଅଛି ଦେଖ 28 ପୁଣି ଆମେ ତାହାକୁ ପ୍ରଭାବିତରେ ଦେବୁ ଆମେ ତାହାକୁ କାହାକୁ ଏ ଛୋଟ ଗୋଟେ ବିନ୍ଦୁକୁ ଗୋଟେ ଗୋଟେ କଣି କଣ କହିବେ କଣିକା କି କଣ ଗୋଟେ କହିବେ ତାର ଗୋଟେ ଗୋଟେ ଧୂଳି କଣ କରିବାକୁ ଲେଖା ଅଛି ଆମେ ତାହାକୁ କାହାକୁ ଦେବେ ଯେ ବିଶ୍ୱାସକୁ ରକ୍ଷା କରିଥିବ ଯେ ବିଶ୍ୱାସ ଜୀବନରେ କର୍ମ ଭଲ ଥିବ ବିଶ୍ୱାସ ଭଲ ଥିବ ପବିତ୍ର ଜୀବନ ଥିବ ଆଉ ଧୈର୍ଯ୍ୟ ଜୀବନ ଥିବ ସେ ଲୋକକୁ କଣ କରିବ ବୋଲି ପୁଣି ଆମ୍ଭେ ତାହାକୁ କଣ କରିବା ପ୍ରଭାତି ତାରା ଏ ପ୍ରଭାତି ତାରା କାହାକୁ ଏ ଜାଣିଛନ୍ତି 22 ଅଧ୍ୟାୟ 16 ପଦ ପ୍ରକାଶିତ ବାକ୍ୟ 22 ଅଧ୍ୟାୟ 16 ପଦ ଆମ୍ଭେ ଯୀଶୁ ମଣ୍ଡଳୀ ମାନଙ୍କ ନିମନ୍ତେ ତୁମ ଗାଁ ନିମନ୍ତେ ବୋଲି କହିଲେ ଆମେ ଯୀଶୁ ମଣ୍ଡଳୀ ମାନଙ୍କ ନିମନ୍ତେ ତୁମ ମାନଙ୍କ ନିକଟରେ এই সমস্ত বিষয়ে সাক্ষ্য দেওয়া পাই আমার দূতକୁ পঠাইଅଛୁ ଆମେ ଦାଉଦଙ୍କ ମୂଳ ଓ ବଂଶଜ ଏ ଉଜ୍ଜ୍ୱଳ ପ୍ରଭାତି ତାର କିଏ ସେ କହୁଛନ୍ତି ଯଦି ତୁମର ଆମର ଆଗମନ ପର୍ଯ୍ୟନ୍ତ ତୁମ ଠାରେ ଯାହା ଅଛି ତାହା ଦୃଢ଼ ରୂପେ ଧରି ରଖିଲ ତେବେ ଆମେ ତୁମକୁ କଣ ଦେବା प्रभाती तारा ये प्रभाती तारा किए जिसु को हमको दे ଆଉ ସେ ଯୀଶୁ କହିଲେ ମୁଁ ଜଗତର ତୁମେ ମାନେ ଜଗତର ତାର ତ ଆମମାନଙ୍କୁ ମଧ୍ୟ ପରମେଶ୍ୱର ଜ୍ୟୋତି ରୂପରେ ବର୍ଣ୍ଣନା କରିବେ ତୁମେ ମାନେ ଜଗତର ଜ୍ୟୋତି ରୂପ ସେଇ ବିଶ୍ୱାସକୁ ଆମେ ଧରି ରଖିବା ଆଉ ଅନ୍ୟାନ୍ୟ ଛୋଟ ମୋଟ ପାପରେ ଆପଣ ଜୀବନକୁ ବିକ୍ରି କରିବା ଅଳ୍ପ ଛୋଟ ଜୀବନ ଛୋଟ ଏ ଜୀବନ ଏ ଛୋଟ ଗୋଟେ ବିନ୍ଦୁ ଏ ଗୋଟେ ଦୂଳିର ଗୋଟେ ଖଣିକା
आपको परमेश्वर को कहते हमें तुमको प्रभाती तारा देवे प्रभाती तारा कौन सेठी भाई परमेश्वर पृथ्वी को सृष्टि कला बेलको आयब पुस्तक तार 38 अध्याय 4 पद लेखिले कोन लेखिले देखंतु आयब पुस्तक 38 तीन पदरे आयब को प्रश्न पचार तीन पदरे आयब को प्रश्न पचारले 4 पदरे कहले कोन कहले हां जेतेबेले हमें पृथ्वीर कोण स्थापन कलु भित्तिमूल स्थापन कलु तुमे केउ थारे थिले बुद्धि थिले बुझाई दियो तुमे की जानो तोइर माप जब के कला जे तोय ऊपर दौड़ी धरि के मापिला ताहार ऊपर तोइर भित्तिमूल दृढ़ीकृत हेला अभाव प्रभातीय नक्षत्र गुण एक संगे गान करिबा बेले परमेश्वर को संतान माने आनंद रे जयध्वनि कला बेले ये तो हिरो कोणर पत्थर को बसे देखंतु परमेश्वर मनुष्य को सिद्धि मध्य छाड़ी नांती ए प्रभातीय नक्षत्र गुण ईश्वर को संतान गुण ये सब जतबेला हम देखुछु परमेश्वर पृथ्वी रो भित्तिमूल स्थापन कला बेले ए धूली रो गुण खणिका को सेई जगह मध्य रखिছে धूली ताको प्रकाश जतबेले कला बेले को परमेश्वर अपना प्रतिमूर्ति रे ए धूली को देले और मनुष्य बोली निर्माण परमेश्वर पृथ्वी को जेतेबेले सृष्टि कले सेतेबेले मध्य अपना हृदय रे अर्थात पृथ्वीर भित्तिमूल स्थापन कला बेले कोणर प्रश्न बसाइला बेले परिमाप को रज्जु प्रसारिला बेले तैर माप तार गुणे इंजीनियर प्लान रे जेटा इंस्ट्रूमेंट मांगला बनाइला बेले को मध्य मनुष्य को परमेश्वर धूली नांती आपन स्थान रे रखिथिले और से मनुष्य को से धूली को कोन करे आपन प्रतिमूर्ति रे प्रेज द लॉर्ड हालेलुया बहुत बड़ गंभीर विषय आयब को परमेश्वर प्रश्न पचारछथि परमेश्वर को संतान बन आनंद करथि ए धूली आनंद करथि केतेबे कोणर प्रस्तर जेतेबे स्थापित करा गले ए कोणर प्रस्तर के एफिसियो पुस्तक लेखा अछि कोणर प्रस्तर एफिसियो 2 अध्याय कंटिन्यू एफिसियो 2 अध्याय 20 पद प्रेरित प्रेरित और भाववादी मानक भित्तिमूल ऊपर निर्मित होयछ ये तैर कोणर प्रधान प्रस्तर ख्रीष्ट जीसु पाखरे तुम स्थापित होइछ जीसु को पाखरे अछो सेतिबाई से न्यूट्रिया लोकमान को तुम जीसु पाखे अछो तथापि सेतिबाई आमे तुमको कहछु तुमरो कर्म आमे तुमरो प्रेम आमे जानो तुमरो धैर्य आमे तुमरो विश्वास आमे जानो काहे कोणर प्रस्तर ऊपर जीसु ऊपर तुम स्थापित होइछ सेई जीसु को केतेबे स्थापित कर पृथ्वीर भित्तिमूल जेतेबे स्थापन कला कले काहे तुली पुत हला पृथ्वीर भित्तिमूल ए पृथ्वी अछि काहे अछि जीसु को पाखरे पृथ्वी अछि आ जीसु को सती भाई जीसु आइले जीवन देले पृथ्वीर मानव जाति को परित्राण दवा प्रेज द लॉर्ड हालेलुया सेई जीसु कोणर प्रधान प्रस्तर तोइले जेतेबे हम निर्माण करा दिबा प्रिय माने हमर कर्म को से जानि छथि हमर विश्वास को से जानि छथि हमर प्रेम को से जानि छथि हमर पवित्रता को से जानि छथि हमर धैर्य को से जानि छथि तथापि प्रभु को छथि तुमे जगत रे अछो सेतबे तथापि तुम विरुद्ध हमर गोटे कथा जगत रे केते केते बेले पळाउछो से विरुद्ध कथा अछि आमे जगत लोभ लालसा मोह माया रे केते केते बेले पळाउछो से ता विरुद्ध रे परमेश्वर कथा अछि आमे ताको कोन करबा
ଏଣୁ କେଉଁଠାରୁ ଦେଖନ୍ତୁ 4 ଅଧ୍ୟାୟ 2 ଅଧ୍ୟାୟ ତାର 4 ଆଉ 5 ପଦ ପ୍ରକାଶ କଲେ ତଥାପି ତୁମ ବିରୁଦ୍ଧରେ ତଥାପି ତୁମ ବିରୁଦ୍ଧରେ ଆମର ଏହି କଥା ଆମର ଅଛି, ଏଇ କଥା ଅଛି ତୁମେ ଆପଣ ଆଦ୍ୟ ପ୍ରେମ ତୁମେ ଆପଣ ଆଦ୍ୟ ପ୍ରେମ ପରିତ୍ୟାଗ ପରିତ୍ୟାଗ କରିଛ। କରିଅଛ। ଏଣୁ ଦେଖନ୍ତୁ କେଉଁଠାରୁ ତୁମର 5 ପଦ ଲେଖା ଅଛି ଏଣୁ କେଉଁଠାରୁ ତୁମର ପତନ ହୋଇଅଛି ତାହା ସ୍ମରଣ କରି ତାହା ସ୍ମରଣ କରି ମନ ପରିବର୍ତ୍ତନ ମନ କର, ପରିବର୍ତ୍ତନ ଆଉ ତାପରେ ଆହୁରି ଆଦ୍ୟ କର୍ମ ସବୁ କର। ଆଉ ଆଗରେ ଯୋଉ ପ୍ରାର୍ଥନା କରୁଥିଲେ ସେଇ କର୍ମ ସବୁ, ଆଗରେ ଯୋଉ ଉପବାସ କରୁଥିଲେ ସେଇ କର୍ମ ସବୁ, ଆଗରେ ଯୋଉ ବାଇବଲ ପଢୁଥିଲେ ସେଇ କର୍ମ ସବୁ, ଆଗରେ ଯୋଉ ଆରାଧନା କରୁଥିଲେ ସେଇ କର୍ମ ସବୁ ଟିକେ ଦେଖ। ସତରେ କହିବି ମୁଁ ସକାଳେ ବୁଲିଲା ବେଳେ କି ସନ୍ଧ୍ୟାରେ ବୁଲିଲା ବେଳେ କେହି ମଧ୍ୟ ବାଇବଲ ପଢିବାଟା ମୁଁ ଏପର୍ଯ୍ୟନ୍ତ ଦେଖିନି। ଗୋଟେ ଦିନ ସଭାପତି ଆଜ୍ଞାକୁ ଦେଖିଛି, ଏ 2ଟା ପ୍ରାଚୀନ ଆଜ୍ଞାକୁ ଦେଖିଛି। ବିଶ୍ୱାସ କର ଆଉ କାହାକୁ ବାଇବଲ ପଢିବାଟା ସକାଳେ କି ସନ୍ଧ୍ୟାରେ ଘରେ ତାଙ୍କର ଘରେ ଗଲାବେଳେ କାଢିକି ବାଇବଲ ପଢିବାଟା ମୁଁ ଦେଖିନି ଏପର୍ଯ୍ୟନ୍ତ। ଆଦ୍ୟ କର୍ମ କର। ଯେଉଁଦିନ ଯୁବଦିନ ସେଦିନ ତ ଆଣ୍ଟିବାଗି ପ୍ରାର୍ଥନା କରୁଥିଲ ସେଇ କର୍ମ ତ କମ ସେ କମ କର। ସେ କହିଲେ ସେଥିପାଇଁ ତୁମଠାରେ ଯାହା ଅଛି ତାହା ଆମର ଆମମନ ପର୍ଯ୍ୟନ୍ତ ଧରି ଧରିକିରି ରଖ। ବିଶେଷ କରି ମୁଁ କହିବା ପାଇଁ ଚାହେଁ ଯଦି କୌଣସି ଖରାପ ବ୍ୟବହାର ଅଛି ଆମେ ବ୍ୟଭିଚାର କରୁଛୁ, ସେଠି ପାପ ଯଦି କରୁଛୁ ବ୍ୟଭିଚାର କରୁଛୁ। जितबे नामनी कन्या को कहले कोन कहले आमे ताको मन परिवर्तन करबा पाई मते समय देउ से मन परिवर्तन करू। ता संगे जे लोक माने अछथि से माने मते मते समय देउछु, से माने मन परिवर्तन करबा दरकार। आज जदि आमे टिके प्रभु को तार लगाई जाइछु, प्रभु सुजोग दउछथि मन परिवर्तन नले कोन करबे प्रभु जानि छथि। तार 26 पदर करबे लेखा जे जय करे शेष पर्यंत हमर कर्म करे, शेष पर्यंत हमर कर्म करे आमे जेपरि हमर पिताଙ୍କ ଠାରୁ आमे जेपरि हम पिताଙ୍କ ठाରୁ क्षमता प्राप्त होइछु, क्षमता प्राप्त होइछु, हां ताहाको ମଧ୍ୟ ସେହି परि समस्त जाति उपरे समस्त जाति उपरे क्षमता देबु। देबु। से सेମାନଙ୍କୁ लौह दंड द्वारा शासन करिब। को बाणी द्वारा शासन करबो। हम संजय बाबू माने चोर मन को बाटे मारतो पचार तो आज के एबे काठबाड़ी तो गुची गला पाइप फाला नहीं कि पुलिस लोग मन पाइप द्वारा मारतो से छोटे पाइप नहीं कि पाइप पूरी पाइप में मारतो लबर पाइप पूरी पाइप काठबाड़ी गुची गला एबे लबर पाइप आया आमे जेते बेले लोक मन को शासन करबो सेते बेले प्रभु हम लुआर बाड़ी दे देबे। हालेलुया। एते बाड़ी रे शासन हेबो नाही, लुहा बाड़ी द्वारा शासन हेबो। ଆଉ ସେମାନେ କେମିତି ହେବେ ବୋଲି ଲେଖା ଅଛି। ଆଉ ସେମାନେ ହଁ କୁମ୍ଭକାରର ପାତ୍ର ପରି ମାଟିର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆଜି ଆମକୁ ଶାସନ କରୁଛି ଗୁଡ ସରକାର, ଆହୁରି ଗୁଡ ସରକାର ଶାସନ କରୁଛି। ହୋଇପାରେ ଆଜି ପାଇପରେ ମାରୁଛନ୍ତି, ବାଡ଼ିରେ କାଠ ବାଡ଼ିରେ ମାରୁଛନ୍ତି, କୁକୁଟି ମାରୁଛନ୍ତି। ମତେ ଗୋଟେ ଦିନ ଆଇବ ଆମର ଶାସନ ଯେତେବେଳେ ଆଇବ ଆମେ ଲୋକମାନଙ୍କୁ ଲୁହ ଦରକାର ନାଇଁ କି ଲୁହାର ବାଡ଼ିରେ ଆମେ ଶାସନ କରିବି। ସେ ଲୁହା ବାଡ଼ିରେ ଯଦି ଗୋଟେ ଲୋକ ଯଦି ହାତୁଡ଼ି ବା ମୁଦ୍ରାରେ ଗୋଟେ ଲୋକ ମାନେ କୋଉଟା ସେ ଭାଗବାଟା ନ ଭାଗବାଟା ଅଛି ପଥର ମଧ୍ୟ ଭାଙ୍ଗିଯିବ, ଖଣ୍ଡ ଖଣ୍ଡ ହେବ। ସେଇ ପ୍ରକାର କଠୋର ଦିଲ वाला भी परिवर्तन हो जाएगा। प्रेज द लॉर्ड। हालेलुया। को जेते बड़ कठोर खंड खंड माटी हांडी परि खंड खंड शक्ति शासन करो। काको देवे प्रभु जे प्रभु को राज्य व्यवस्था को मानिथिबो शेष पर्यंत ता थाने जहाज ता दृढ़ रूपे धरी से आद्य कर्म जदि परिवर्तन ହେଲା ଜୀବନ ହେଲା ପରେ ଯଦି ମନ ପରିବର୍ତ୍ତନ କଲା ପରେ ଆହୁରି ଯଦି ପାପ ପଡି ଯାଇଛି ଏଣୁ କେଉଁ ଠାରୁ ତୁମର ପତନ ହୋଇଛି ମନ ପରିବର୍ତ୍ତନ କର ଆଉ ଆଦ୍ୟ କର୍ମ ସବୁ ମଦ ପାଣି ପିଇବାର ଛାଡ଼ି ଦିଅ। এই গুটকা ফুটকা বিড়ি সুতা সিগারেট খাওয়াটা ছাড়ো। কোন সমস্ত বিষয় পরীক্ষা খারাপ জিনিস পরীক্ষা পাপ হেবা জিনিস পরীক্ষা করো, পবিত্রতা আসে প্রভু নিশ্চিত ভাবে করতে আশীর্বাদ করে। এতে দিন আইব
ଆମେ ପ୍ରଭୁଙ୍କଠାରୁ କ୍ଷମତା ପ୍ରାପ୍ତ ହେଇଥିବା ବ୍ୟକ୍ତି ପରି ଆମେ କ୍ଷମତା ପାଇବୁ ଆଉ ଲହ ଦଣ୍ଡରେ ଲୋକମାନଙ୍କୁ ଶାସନ କରିବାକୁ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେଣୁକରି ପ୍ରିୟମାନେ ଆମେ ପ୍ରଭୁଙ୍କ ତ୍ୟୁତିରା ମଣ୍ଡଳୀକୁ ସେଥିପାଇଁ ଦେଖିଲେ ଶେଷରେ 29 ପଦରେ କହିଲେ କ'ଣ ବୋଲି କହିଲେ? ମଣ୍ଡଳୀ ଗଣକୁ ଆତ୍ମା କ'ଣ କହନ୍ତି? ଯାହାର କର୍ଣ୍ଣ ଅଛି ସେ ତାହା ଶୁଣେ। କାହାର କାନ ନଥିବା କିଛି ନାହିଁ, ଛୋଟ ମୋଟ ଟିକେ ଶୁଭା ଯାଉନଥିବ, ଟିକେ ଟିକେ ଭୟରାଇଲା ଲୋକ ଅଛି, ସମସ୍ତଙ୍କର କାନ ଅଛି, ଶୁଣିବା ପ୍ରଭୁଙ୍କର ମହିମା କରିବା, ପ୍ରଭୁଙ୍କ ଠାରୁ ମିଳିବା, ଆମ ସମସ୍ତ ପାପକୁ ପରିତ୍ୟାଗ କରିବା ଆଉ ପବିତ୍ର ଜୀବନ ବିନା ଆଗକୁ କରିବା। ପ୍ରଭୁ ଆମକୁ ଆଶୀର୍ବାଦ କରିବେ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତେ ଚେକି ବନ୍ଦ କରିବା ଆଉ ଏଇ ଏଲିଜାବେଥ ଆମେ ମୁଁ ଧରିଛି ଆପଣମାନେ ଆପଣ ଆପଣ ଦକ୍ଷିଣ ହସ୍ତ ଆରପଟେ ଉଠାନ୍ତୁ, ଆଶୀର୍ବାଦ କରନ୍ତୁ। ପ୍ରଭୁ ଯେ ପ୍ରକାର ଗଠନ କରିବେ, ଆଶୀର୍ବାଦ କରିବେ ଆଉ ତାଙ୍କ ନିମନ୍ତେ ପ୍ରଭୁ ଏଇ କନ୍ୟା ଯେ ପ୍ରକାର ପ୍ରଭୁଙ୍କ ନିମନ୍ତେ ବଢ଼ିବ ସେତିକି ମୋତେ ପ୍ରାର୍ଥନା କରିବା। ପ୍ରାଇଜ୍ ଦ ଲର୍ଡ, ହାଲେଲୁୟା। ଧନ୍ୟବାଦ ଯୀଶୁଙ୍କ ନାମରେ, ହାଲେଲୁୟା, ହାଲେଲୁୟା, ହାଲେଲୁୟା। ଧନ୍ୟବାଦ, ଧନ୍ୟବାଦ, ଧନ୍ୟବାଦ। गौरवमय करुणामय नित्य विजयकारी परमेश्वर तुम्हारे नाम धन्यवाद प्रशंसा पिता परमेश्वर तुम्हारे प्रभु पिता परमेश्वर गौरवमय राजा तुम्हारे पिता परमेश्वर आशीर्वाद निरंतर प्रभु पिता परमेश्वर गौरवमय राजा और सर्व पिता परमेश्वर द्वितीय कन्या रूपे पिता परमेश्वर तुम्हारे वाक्य प्रमाण प्रभु पिता परमेश्वर आशीर्वाद पिता परमेश्वर गोटे प्रभु गोटे पिता परमेश्वर गोटे कन्या दे प्रभु पिता परमेश्वर से कन्या प्रभु पिता परमेश्वर नामकरण करूँ पिता परमेश्वर तुम्हारे जा संभव द्वारा प्रभु पिता परमेश्वर नामकरण करागला पिता परमेश्वर तुम्हारे जीवन पुस्तक प्रभु ताकर नाम लिपिबद्ध हो प्रार्थना पिता परमेश्वर आज पिता परमेश्वर राजा तुम्हारे वाक्य प्रमाण प्रभु हमें पिता परमेश्वर कन्यार नाम प्रभु एलिजाबेथ नाम को पिता परमेश्वर नामकरण करूँ एथिपाई प्रभु पिता परमेश्वर मंडल समूह प्रभु पिता परमेश्वर ये नाम को पिता परमेश्वर तुम्हारी जीवन पुस्तक प्रभु तो गृहित प्रार्थना करूँ पिता परमेश्वर समस्त मंडल भाई बहन मान प्रभु पिता परमेश्वर जे प्रभु पिता परमेश्वर ये कन्यार पिता परमेश्वर मस्तक प्रभु आशीर्वाद करो और पिता परमेश्वर आशीर्वाद प्रार्थना करो पिता परमेश्वर ये आशीर्वाद पिता परमेश्वर चिरदिन पिता परमेश्वर लिपिबद्ध हो प्रार्थना करो पिता परमेश्वर राजा समस्त आशीर्वाद पिता परमेश्वर आशीर्वाद आह्वान प्रभु हो प्रार्थना करो पिता परमेश्वर गौरव राजा एक प्रार्थना समस्त समर्पण कर प्रार्थना विषय पवित्रता धन्यवाद परिवार